ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ଘରକୁ ଆସିଲା ଏକ ବହୁତ ବଡ଼ ଦୁଃଖର ଖବର। ତ ମୃତ୍ୟୁବରଣ କଲେ ସ୍ୱରାଜଙ୍କ ଦାଦା। ଏହି କଥାକୁ ନେଇ ସ୍ୱରାଜ ଏବେ ବହୁତ ଦୁଃଖିତ ଥିବାର ଦେଖିବାକୁ ମିଳିଛି। ତ ସ୍ୱରାଜକୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ। ଚାଇଲ୍ଡ ଆକ୍ଟର ଭାବରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ଏବେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିର ମୁଖ୍ୟ କଳାକାର ଭାବରେ ଅଭିନୟ କରୁଥିବାର ଦେଖାଦେଇଛନ୍ତି। ସ୍ୱରାଜଙ୍କ ସୁନ୍ଦର ଅଭିନୟ ଆପଣମାନେ ଏବେ ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ। ତାହେଲେ ଏବେ ସ୍ୱରାଜଙ୍କ ଦାଦାଙ୍କ ମୃତ୍ୟୁ ହୋଇଯାଇଛି। ତ ଏହି କାରଣରୁ ସ୍ୱରାଜ ଏବେ ବହୁତ ଦୁଃଖରେ ଥିବାର ଦେଖିବାକୁ ମିଳିଛି। ଏବେ ଗତ କିଛି ଦିନ ପୂର୍ବେ ସ୍ୱରାଜଙ୍କର ନୂଆ ସିନେମା ରିଲିଜ୍ ହୋଇଥିଲା। ଆଉ ଏହି ଚଳଚ୍ଚିତ୍ରକୁ ସାରା ଓଡ଼ିଶାର ଲୋକମାନେ ବେଶ ଅଧିକ ଭଲ ପାଇବା ଦେଇଥିଲେ। ସ୍ୱରାଜ ଛୋଟବେଳରୁ ହିଁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଥିଲେ, କିନ୍ତୁ ଗତ କିଛି ଦିନ ହେବ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ମୁଖ୍ୟ ହିରୋ ଭାବରେ କାମ କରୁଥିବାର ଦେଖାଦେଇଛନ୍ତି। ସ୍ୱରାଜ ହିରୋ ଭାବରେ ପ୍ରାୟ 10ଟି ସିନେମାରେ ଅଭିନୟ କରିସାରିଲେଣି। ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକଙ୍କଠାରୁ ସେ ବେଶ ଅଧିକ ଭଲ ପାଇବା ପାଇପାରିଛନ୍ତି। ସ୍ୱରାଜ ବାରିକଙ୍କୁ ଏବେ ପ୍ରାୟ 24 ବର୍ଷ ବୟସ ହୋଇଗଲାଣି। ଓଲିଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଏବେ ଦେଖିବାକୁ ପାଉଥିବେ। ତାହେଲେ ସ୍ୱରାଜ ଭୂମିକା ଓ ରାହୁଲଙ୍କ ସହିତ ତାଙ୍କର ଗୋଟିଏ ନୂଆ ଚଳଚ୍ଚିତ୍ର ଏବେ ରିଲିଜ୍ ହୋଇଛି। ତାହେଲେ ଏହି ଚଳଚ୍ଚିତ୍ରରେ ସ୍ୱରାଜଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ସ୍ୱରାଜ ଏହି ଚଳଚ୍ଚିତ୍ରରେ ବହୁତ ସାରା ପରିଶ୍ରମ କରିଛନ୍ତି ଆଉ ଚଳଚ୍ଚିତ୍ରଟିକୁ ବେଶ ଭଲ କରିବା ପାଇଁ ଚେଷ୍ଟା କରିଛନ୍ତି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ସ୍ୱରାଜ ବାରିକ କେମିତି ଲାଗନ୍ତି ଆମ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।